ଯେତେ ବି ସୁନା ଅଳଙ୍କାର ପିନ୍ଧନ୍ତୁ ନା କାହିଁକି ଗୋଟେ ନାରୀର ପ୍ରକୃତ ସୌନ୍ଦର୍ଯ୍ୟତା ଶଙ୍ଖା ସିନ୍ଦୁର ପିନ୍ଧିଲା ପରେ ହିଁ ଆସିଥାଏ। ଆଉ ଏସବୁ ଆହୁରି ସୁନ୍ଦର ହେଇଯାଏ ଯଦି ତା ମନକୁ ବୁଝିପାରୁଥିବା ପୁରୁଷଟିଏ ତାର ଜୀବନସାଥୀ ହେଇଯାଏ। କ'ଣ ଠିକ୍ କହିଲି ନା ସାଙ୍ଗମାନେ? ଆଉ ବାଇ ଗଡ୍ ଗ୍ରେସ୍ ମୋତେ ଗୋଟିଏ ସପୋର୍ଟିଭ୍ ଆଉ ମୋ ମନକୁ ବୁଝିପାରୁଥିବା ଜୀବନସାଥୀ ମିଳିଛନ୍ତି। ସେଥିପାଇଁ ମୁଁ ବହୁତ ଖୁସି ଆଉ ବହୁତ ପ୍ରାଉଡ୍ ବି ଫିଲ୍ କରେ। ଆଉ ଯେହେତୁ ଆଜି ସାବିତ୍ରୀ, ମୁଁ ବି ସବୁ ନାରୀଙ୍କ ଭଳିଆ ଆଜି ମୋ ସ୍ୱାମୀଙ୍କର ଲମ୍ବା ଜୀବନ କାମନା କରିବା ପାଇଁ, ତାଙ୍କର ସୁଖ ସମୃଦ୍ଧି ପାଇଁ ଭଗବାନଙ୍କ ପାଖରେ ତାଙ୍କ ପାଇଁ ବ୍ରତ କରିଛି। ଆଉ ଏଇଟା ହେଉଛି ବ୍ରତର ପ୍ରିପାରେସନ୍। ଡାଡ଼ି ଯାଇକି ସକାଳୁ ଫଳମୂଳ ନେଇ ଆସିଥିଲେ, ଆଉ ଶଙ୍ଖା ସିନ୍ଦୁର ସବୁ ରଖିଦେଇଛି ପୂଜା ପାଇଁ। ଆଉ ଏଜ୍ ୟୁଜୁଆଲ୍ ଶାଢ଼ୀ ପିନ୍ଧିଛି ମାନେ ଦିନ ପରେ ଟିକେ ଷ୍ଟାଇଲ୍ ତ ମାରିବି ନା। ଆଉ ଏଇଠି ମମି ବି ଆସିକି ପହଞ୍ଚି ଯାଇଛି ପୂଜା ପାଇଁ। ଆଉ ଭାଗ୍ୟ ଭଲ, ଆଜି ୱେଦର ବି ବହୁତ ଭଲ ଅଛି। ସାବିତ୍ରୀଙ୍କୁ ଯେମିତି ଭଗବାନ ଦୟା କରିଛନ୍ତି, ଇନ୍ଦ୍ର ଦେବତା। ତ ସମସ୍ତେ ଆମେ ଏଠି ଆସିକି ରେଡ଼ି ହେଇକି ବସିଗଲୁ ପୂଜା ପାଇଁ, ନନାଙ୍କୁ ୱେଟ୍ କରିକି। ଦୀର୍ଘ 3 ଘଣ୍ଟାର ଅପେକ୍ଷା ପରେ ନନା ଆସିକି ପହଞ୍ଚି ଯାଇଥିଲେ। ଆଉ ଆମେ ସବୁ ସାବିତ୍ରୀ ଭଲରେ ଭଲରେ ପୂଜା କରିଥିଲୁ। ଆଜି ଘର ପାଖରୁ ନେବର୍ସ ଆଣ୍ଟିମାନେ ବି ଆସିଥିଲେ, ଆଉ ଆମ ଘରେ ଯେଉଁମାନେ ରେଣ୍ଟରେ ରୁହନ୍ତି ସେମାନେ ବି ଆସିଥିଲେ। ପାଖାପାଖି 10-12 ଜଣ ସ୍ତ୍ରୀ ଲୋକ ଆମେ ସମସ୍ତେ ମିଶିକି ସାବିତ୍ରୀ ବ୍ରତ କଲୁ। ଆଉ ପୂଜା ବହୁତ ଭଲରେ ଭଲରେ ହେଲା। ସଂକଳ୍ପ କଲୁ, ପୁଷ୍ପାଞ୍ଜଳି ଦେଲୁ, ଯାହା ବି ପୂଜାର ରୀତିନୀତି ସମସ୍ତେ ମିଶିକି ବହୁତ ଖୁସି ମନରେ ପାଳନ କଲୁ। ଆଉ ମୋ ବେବି ଦେଖନ୍ତୁ ସେପଟେ ବସିଛି ତା ଆଈ ପାଖରେ। ତାକୁ ଖାଲି ତା ଆଈ ହିଁ ଦରକାର, ଆଉ କେହି ତାକୁ ଦରକାର ନାହାନ୍ତି। କାହିଁକି ନା ସେ ଛୋଟବେଳଠୁ ତା ଆଈ ସହିତ ବହୁତ ଆଟାଚ୍ଡ। ଆଉ ମୁଁ ଦେଖନ୍ତୁ ଏଇଟା ମୋର ନୂଆ ଶାଢ଼ୀ। ତାପରେ ପୂଜା ସାରିକି ଆସିକି ଟିକେ ନୂଆ ଶାଢ଼ୀ ପିନ୍ଧି ଦେଇକି ହଜବେଣ୍ଡଙ୍କ ସହିତ ଟିକେ ଭିଡ଼ିଓ କଲ୍ରେ କଥା ହେଇକି ତାପରେ ଟିକେ ପଣା ପିଇଦେଲି। ବହୁତ ଦିନ ପରେ ବେଲପଣା ପିଉଥିଲି, ଆଉ ପଣାଟା ବହୁତ ଟେଷ୍ଟି ବି ହେଇଥିଲା, ସେଥିପାଇଁ ମୁଁ ପିଇଦେଲି। ନହେଲେ ଏଜ୍ ୟୁଜୁଆଲ୍ ମୁଁ ପଣା ଜମା ବେଲ ମୋତେ ପସନ୍ଦ ନୁହେଁ, ତାର ସ୍ମେଲ୍ ବି ମୋତେ ପସନ୍ଦ ନୁହେଁ। ତ ଦିନ ସାରାର ଏମିତି ପୂଜା ପଟଳରେ ଦିନଟି ବିତିଲା। ଆଉ ବହୁତ ଥକା ବି ହେଇଯାଇଥିଲି, ବିକଜ୍ ଫାଷ୍ଟିଂ ଥିଲା। ଆଉ ମମି ବି ଆସିଥିଲା, ମମି ବି ପଳେଇଲା। ଆଉ ऊपर से बेबी जेहेतु रोचे ता ऊपर से फास्टिंग को बेबी को हैंडल करिया बहुत मुश्किल। तो तार काम दाम सारिकी बेबी की टिके शोईदेली। बेबी को शोई सारा पर एज यूजुआल मो स्किन केयर करने गली फेस वाश करके भलसे टिके स्किन रे जहाँ भी मोर ऑइंटमेंट वगैरह लगेबार अप्लाई करिवार थाए लगेदेली। आ मो स्किन 1 ईयर हम बहुत ही फरक आसी मो स्किन रे। आगुरी बहुत पिगमेंटेशन थिला, बहुत एक्ने स्कार्स थिला, जोड़ा कि एबे धीरे 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 बहुत कमिबार लगी। सो गोटे जिनस हूँ कंसिस्टेंसी। आपण जहाँ भी करूँगी से जदि आपण कंसिस्टेंसी मेंटेन करेंगे ना, ताहले सब जिनस आपन को भल रिजल्ट ही मिलिबो। सो आशा करछि आज दिनटी आपण समस्त मानक भी बहुत स्पेशल थी, मो भी बहुत स्पेशल थिला। बाय बाय, रोची गुड नाइट, बाय।